জয় জগন্নাথ, জয় জগন্নাথ। প্রিয় শ্রোতা বন্ধু, হে শ্রোতা বন্ধু, কবি সূর্য বলদেব রথঙ্কর জগতে কেবল ଜନେ ହସିବାରୁ କେଇ ପଦ ଶୁଣିବା ପରେ ଆପଣମାନେ ବହୁ ମାତ୍ରାରେ ଅନୁରୋଧ କରିଥିଲେ ଆଉ କେତୋଟି ପଦ ଶୁଣିବା ପାଇଁ। ଆସନ୍ତୁ ତାହେଲେ ସେହି କବି ସୂର୍ଯ୍ୟ ବଳଦେବ ରଥଙ୍କର ଜଗତେ କେବଳ ଜନେ ହସିବାରୁ ଆଉ କେତୋଟି ପଦ ପର୍ଯ୍ୟାୟ ପରେ ପର୍ଯ୍ୟାୟ ଆଲୋଚନା କରିବି ଆଉ ଆପଣମାନଙ୍କ ପାଖରେ ଭେଟିଦେବି। ଆସନ୍ତୁ ତାହେଲେ ଶୁଣିବା। ଅଲୋକତ ଦ୍ରବ୍ୟ ନୟନେ ଭଳି ରସାଳ ଗହଳ ଶାଖାରେ କେଳି କବଳ କରୁତା କଳି କଳାପ କାକ କି କରିବ ପଞ୍ଚମାଳାପ। ଅଲୋକତ ଦ୍ରବ୍ୟ ନୟନେ ଭଳି, ଅଳଚା ଜାତୀୟ ଦ୍ରବ୍ୟକୁ ଆଖିରେ ବୋଳି ହେଇ ଅର୍ଥାତ୍ ନାଲି ରଙ୍ଗକୁ ଆଖିରେ ମାରି ଅଲୋକତ ଦ୍ରବ୍ୟ ନୟନେ ଭଳି ରସାଳ ଗହଳ ଶାଖାରେ କେଳି। ରସାଳ ଅର୍ଥାତ୍ ଆମ୍ବ ବଗିଚାରେ ତା ଶାଖାରେ ଏପଟ ସେପଟ ହେଇ ନୃତ୍ୟ କରି ଆମ୍ବ ବଉଳକୁ ଥଣ୍ଟରେ ଧରି ଅଲୋକତ ଦ୍ରବ୍ୟ ନୟନେ ଭଳି ରସାଳ ଗହଳ ଶାଖାରେ କେଳି ପ୍ରବଳ କରୁତା କଳି କଳାପ। ତାର ସବୁଯାକ ପ୍ରକୃତିକୁ, ତାର ଯେତେ ପ୍ରକାର ଭଙ୍ଗୀ ଠାଣି ସେ ସବୁକୁ ନିଜେ ପ୍ରଦର୍ଶିତ କରି କବଳ କରୁତା କଳି କଳାପ କାକ କି କରିବ ପଞ୍ଚମାଳା। କାକ ଅର୍ଥାତ୍ କୁଆ। କୁଆ କ'ଣ କେବେ ଏସବୁ କାମ କଲେ କୋଇଲି ଭଳି ପଞ୍ଚମ ତାନରେ ଗୀତ ଗାଇପାରିବ? ପଞ୍ଚମ ସ୍ୱରରେ ରାବି ପାରିବ? ନା ଆଜ୍ଞା। ଯଦି କୁଆ ଏସବୁ ପ୍ରଚେଷ୍ଟା କରେ ଜଗତେ କେବଳ ଜନେ ହସିବେ, ଏହି ତ ହିଁ ଫଳ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।